दर्शक बंधु आज हेउची डिसेम्बर मास 8 तारिख सोमवार। आज दिन जाकर गुरुत्वपूर्ण खबर उपरे आसंतु नजर पकेइबा। वीडियो को शेष पर्यंत देखंतु मात्र किछि समय मध्यरे संपूर्ण खबर जानि परिबे। ता पूर्वरु चैनल रे नुआ थिले चैनल को सब्सक्राइब करि पाखरे आसुथिबा बेल आइकन को ऑन करि रखंतु। एमिति प्रतिदिन नुआ लेटेस्ट न्यूज सर्वप्रथम देखिबा पई आसंतु संपूर्ण खबर उपरे नजर पकेइबा। प्रथमे वरिष्ठ नागरिकଙ୍କ ପାଇଁ नियम परिवर्तन कला रेलबाई। एणिकी तळ बर्थ पाइबा पूर्व अपेक्षा हेब सहज। पूर्वरु टिकेट बुक करिबा समय तଳ बर्थ चयन କରିବାକୁ भूलीगले यात्रा कष्टकर होइथाए, कारण उपरको चढ़िबा समस्तଙ୍କ ପାଇଁ सहज नुहे। एबे सिस्टम को एबे स्मार्ट करा जायछि जे जदि आपण एही वर्ग गुडीकरे पढन्ति तेबे सीट खाली थिले तଳ बर्थ स्वयंचालित भाबरे आपणଙ୍କ ପାଇଁ संरक्षित होई जिवो। ଏହା केवल आराम वृद्धि करिवो नाही बरम यात्रा समय रे लगातार सीट परिवर्तन करिबार सुविधा को मध्ये दूर करिवो। रेल मंत्रालय अनुଯାयी द्वितीय एसी रे 4 ରୁ 5ଟି तଳ बर्थ संरक्षित थाए एवं द्वितीय एसी रे 3 ରୁ 4ଟି तଳ बर्थ पृथक भाବରେ अवरोध थाए। ଏହି सीट गुଡିକ सीधासଳଖ वरिष्ठ नागरिक 45 वर्षରୁ ଅଧିକ महिला एवं गर्भवती यात्री माननकु प्राथमिकता आवंटित कराଯାଏ। रेलबाई पूर्वରୁ दिव्यांग यात्रीଙ୍କ ପାଇଁ ଏକ ପୃଥକ କଟା ବଜାୟ ରଖିଛି ଏବଂ ଏହାକୁ ଏବେ ଆହୁରି ସ୍ପଷ୍ଟ କରାଯାଇଛି। ପରବର୍ତ୍ତୀ ଖବର ନିଯୁକ୍ତ ହେବେ ଓଡ଼ିଆ ଶିକ୍ଷକ। ଗଣଶିକ୍ଷା ବିଭାଗର ବଡ଼ ସୂଚନା। ରାଜ୍ୟର 314ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଓଡ଼ିଆ ଶିକ୍ଷକ ନିଯୁକ୍ତ ହେବେ। ସମସ୍ତ ଓଏଭିରେ ଜଣେ ଲେଖାଏଁ ଓଡ଼ିଆ ପ୍ରଶିକ୍ଷିତ ସ୍ନାତକ ଶିକ୍ଷକ ନିଯୁକ୍ତି ପାଇଁ ନୂତନ ପଦ ସୃଷ୍ଟି ହୋଇଛି। ବିଦ୍ୟାଳୟରେ ପୂର୍ବରୁ ଲାଇବ୍ରେରିଆନ ପଦକୁ ଉଚ୍ଛେଦ କରି ଓଡ଼ିଆ ଶିକ୍ଷକ ପଦବୀ ସୃଷ୍ଟି କରାଯାଇଛି। ଏ ସମ୍ପର୍କରେ ଶନିବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏଫଏ କମ୍ ସ୍ପେଶାଲ ସେକ୍ରେଟାରୀ ଶିବାଶିଷ ଧଳ ରାଜ୍ୟର ପ୍ରଧାନ ମହାଲେଖାକାରଙ୍କୁ ଅବଗତ କରିଛନ୍ତି। ଓଡ଼ିଶା ଲାଇବ୍ରେରୀ ମୁଭମେଣ୍ଟ ଆବାହକ ସୁନୀଲ କୁମାର ମିଶ୍ର କହିଛନ୍ତି, ନୂତନ ସରକାର ଆସିବାର 1.5 ବର୍ଷ ବିତି ଯାଇଥିଲେ ସୁଦ୍ଧା ଯାବତ 314 ଓଏଭିରେ ନୂତନ ନିଯୁକ୍ତି ପାଇଁ ଆଶାନୁରୂପ ବିଜ୍ଞପ୍ତି ବାହାରିଲା ନାହିଁ। ସରକାର ନୂତନ ପଦ ସୃଷ୍ଟି କରିବା ପରିବର୍ତ୍ତେ ପୁରୁଣା ପଦଗୁଡ଼ିକୁ ଉଚ୍ଛେଦ କରୁଛନ୍ତି। ଗ୍ରନ୍ଥାଗାରିକ ଆଶାୟୀମାନେ ବାରମ୍ବାର ଆନ୍ଦୋଳନ ଓ ଦାବି କରିବା ସତ୍ତ୍ୱେ ସେମାନଙ୍କୁ ନିଯୁକ୍ତି ନ ଦେଇ ସମ୍ପୂର୍ଣ୍ଣ ପଦକୁ ଉଚ୍ଛେଦ କରିବା ନିଷ୍ପତ୍ତି ସମସ୍ତଙ୍କୁ ନିରାଶ କରିଛି। ଗ୍ରନ୍ଥାଗାରିକ ପଦ ରହିବା ସହ ନୂତନ ଭାବେ ଓଡ଼ିଆ ଶିକ୍ଷକ ପଦ ସୃଷ୍ଟି କରାଯାଇ ପାରିଥାନ୍ତା, ହେଲେ ସରକାର ସେପରି ନ କରି ସିବିଏସ୍ଇ ନିୟମକୁ ଉଲ୍ଲଂଘନ କରୁଛନ୍ତି ବୋଲି ସେ କହିଛନ୍ତି। ପରବର୍ତ୍ତୀ ଖବର କମିଗଲା ସୁନା ଦର। ଜାଣନ୍ତୁ କେତେ ରହିଛି 10 ଗ୍ରାମ ଗୋଲ୍ଡ ରେଟ୍। ବିବାହ ଋତୁରେ ଅଳଙ୍କାର କିଣିବାକୁ ଯୋଜନା କରୁଥିବା ଲୋକଙ୍କ ପାଇଁ ଏହି ଅପଡେଟ୍ ଗୁରୁତ୍ୱପୂର୍ଣ୍ଣ। ସବୁଠାରୁ ଶୁଦ୍ଧ ସୁନା ବୋଲି ବିବେଚନା କରାଯାଉଥିବା 24 କ୍ୟାରେଟ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ ପିଛା 540 ହ୍ରାସ ପାଇଛି। ଏହି ହ୍ରାସ ବର୍ତ୍ତମାନ ମୂଲ୍ୟ ପ୍ରତି 10 ଗ୍ରାମ ପିଛା 1,30,150କୁ ପହଞ୍ଚି ଯାଇଛି। ଏହି ସମୟରେ ଭାରତୀୟ ପରିବାରରେ ସର୍ବାଧିକ କିଣାଯାଉଥିବା 22 କ୍ୟାରେଟ ସୁନାର ମୂଲ୍ୟ ମଧ୍ୟ 500 ହ୍ରାସ ପାଇଛି, ଯାହା ଏହାର ନୂତନ ମୂଲ୍ୟ 1,19,300କୁ ପହଞ୍ଚାଇଛି। ଏହା ବ୍ୟତୀତ 18 କ୍ୟାରେଟ ସୁନାର ମୂଲ୍ୟ 410 ହ୍ରାସ ପାଇ 97,610ରେ ପହଞ୍ଚିଛି। 1 କିଲୋଗ୍ରାମ ରୂପାର ମୂଲ୍ୟ 3,000 ବୃଦ୍ଧି ପାଇ 1,90,000 ଉପରେ ପହଞ୍ଚିଛି। ବଜାର ବିଶେଷଜ୍ଞଙ୍କ ଅନୁଯାୟୀ ଗତ ସପ୍ତାହର ବାଣିଜ୍ୟ ଅଧିବେଶନରେ ରୂପା ଲାଭ ଦୃଷ୍ଟିରୁ ସୁନାକୁ ମଧ୍ୟ ପଛରେ ପକାଇ ଦେଇଛି। ପରବର୍ତ୍ତୀ ଖବର ନିଜର ଘର କିଣିବାର ସ୍ୱପ୍ନ ହେବ ପୂରଣ। ପିଏ ଯୋଜନାରେ 25 ଲକ୍ଷ ପର୍ଯ୍ୟନ୍ତ ଋଣ ଦେବେ ସରକାର। କେନ୍ଦ୍ର ସରକାର ହାଉସ ବିଲ୍ଡିଂ ଆଡଭାନ୍ସ ଯୋଜନା ଅଧୀନରେ ତାଙ୍କ କର୍ମଚାରୀମାନଙ୍କୁ ବହୁତ କମ୍ ସୁଧ ହାରରେ ଗୃହ ଋଣ ପ୍ରଦାନ କରିବେ। କେନ୍ଦ୍ର ସରକାର କର୍ମଚାରୀମାନଙ୍କୁ ଘର ନିର୍ମାଣ, ଘର କିଣିବା, ଘର ନବୀକରଣ କିମ୍ବା କିଣିବା ପାଇଁ ବହୁତ କମ୍ ସୁଧ ହାରରେ ଋଣ ପ୍ରଦାନ କରନ୍ତି। କେନ୍ଦ୍ର ସରକାରୀ କର୍ମଚାରୀମାନେ ସେମାନଙ୍କ ମୂଳ ଦରମା ଡିଏର 34 ଗୁଣ କିମ୍ବା ସର୍ବାଧିକ 25 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇପାରିବେ। ଏସ୍ବିଏ ସାଧାରଣତଃ 6% ରୁ 7.5% ପର୍ଯ୍ୟନ୍ତ ସ୍ଥିର ସୁଧ ହାର ଆଦାୟ କରନ୍ତି। ଯେତେବେଳେ ଘରୋଇ ବ୍ୟାଙ୍କ ଗୃହ ଋଣ ହାର ବହୁତ ଅଧିକ ଥାଏ, କର୍ମଚାରୀଙ୍କୁ ବିନା ଚିନ୍ତାରେ ସେମାନଙ୍କର ବଜେଟ ଯୋଜନା କରିବାକୁ ଅନୁମତି ଦିଏ। 5 ବର୍ଷ ଚାକିରି ପୂରଣ କରିସାରିଥିବା ଏବଂ ପୂର୍ବରୁ କୌଣସି ସରକାରୀ ଗୃହ ଯୋଜନାର ଲାଭ ପାଇନଥିବା ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀ ଏହି ଯୋଜନାର ଲାଭ ପାଇପାରିବେ। କିଛି ସର୍ତ୍ତାବଳୀ ସହିତ ଅସ୍ଥାୟୀ କର୍ମଚାରୀମାନେ ମଧ୍ୟ ଆବେଦନ କରିପାରିବେ। ଯଦି ସ୍ୱାମୀ ଏବଂ ସ୍ତ୍ରୀ ଉଭୟ କେନ୍ଦ୍ର ସରକାରୀ କର୍ମଚାରୀ, ସେମାନଙ୍କ ମଧ୍ୟରୁ କେବଳ ଜଣେ ଏହି ଯୋଜନାର ଲାଭ ପାଇପାରିବେ। ପରବର୍ତ୍ତୀ ଖବର ଇଣ୍ଡିଗୋ ସଙ୍କଟ ମଧ୍ୟରେ ଗୁଡ୍ ନ୍ୟୁଜ୍ ଦେଲା ଏୟାର ଇଣ୍ଡିଆ। ଫସି ହେବେ ଯାତ୍ରୀ। ଦେଶବ୍ୟାପୀ ଅନେକ ଇଣ୍ଡିଗୋ ବିମାନ ବାତିଲ ହେବା ଫଳରେ ଯାତ୍ରା ଗୁରୁତର ଭାବରେ ବାଧାପ୍ରାପ୍ତ ହୋଇଛି। ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ଫସି ରହିଥିବା ଯାତ୍ରୀମାନଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଘୋଷଣା କହିଛନ୍ତି ଯେ ସେମାନଙ୍କର ଲକ୍ଷ୍ୟ ହେଉଛି ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ଏବଂ ହଠାତ୍ ଭଡ଼ା ବୃଦ୍ଧିର
ବୃଦ୍ଧିର ବୋଝକୁ କମ୍ କରିବା। ଏହା ବ୍ୟତୀତ ଏୟାର ଇଣ୍ଡିଆ ଏବଂ ଅନ୍ୟାନ୍ୟ ଏୟାରଲାଇନ୍ସ ଡିସେମ୍ବର 6ରେ ସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦ୍ୱାରା ଜାରି ନୂତନ ଭଡ଼ା ନିୟମ ପାଳନ କରୁଛନ୍ତି। ଡିସେମ୍ବର 4 ପର୍ଯ୍ୟନ୍ତ ଯେକୌଣସି ଏୟାରଲାଇନ୍ସରେ ଟିକେଟ୍ ବୁକ୍ କରିଥିବା ଯାତ୍ରୀମାନେ ପୁନଃନିର୍ଦ୍ଧାରଣ ଫି ବିନା ସେମାନଙ୍କର ଯାତ୍ରା ତାରିଖ ପରିବର୍ତ୍ତନ କରିପାରିବେ। ସେମାନେ ସେମାନଙ୍କର ଟିକେଟ୍ ମଧ୍ୟ ବାତିଲ କରିପାରିବେ ଏବଂ କୌଣସି ବାତିଲକରଣ ଶୁଳ୍କ ବିନା ପୂର୍ଣ୍ଣ ଫେରସ୍ତ ପାଇପାରିବେ। ଏହି ସୁବିଧା ଗୋଟିଏ ଥର ପାଇଁ ବିକଳ୍ପ ଏବଂ ଏହା କେବଳ ଡିସେମ୍ବର 8 ସୁଦ୍ଧା କରାଯାଇଥିବା ପରିବର୍ତ୍ତନ କିମ୍ବା ବାତିଲକରଣ ପାଇଁ ବୈଧ। ଖବର ହାଡ଼ଭଙ୍ଗା ଜାଡ଼ରେ ଥରୁଛି ଓଡ଼ିଶା, ସପ୍ତାହେ ଯାଏଁ ଥଣ୍ଡାରୁ ନିସ୍ତାର ନାହିଁ। ହାଡ଼ଭଙ୍ଗା ଜାଡ଼ରେ ଥରୁଛି ଓଡ଼ିଶା ଉପକୂଳ ପଶ୍ଚିମ ଏବଂ ପାହାଡ଼ିଆ ଅଞ୍ଚଳ ସବୁଠି ଏବେ ଅସହ୍ୟ ଶୀତ ଲହରୀ ଜାରି ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ଯେଭଳି ଭାବେ ହ୍ରାସ ପାଇଛି ତାହା ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ବିଶେଷ କରି କନ୍ଧମାଳ ଜିଲ୍ଲାର ଉଦୟଗିରିରେ ସବୁଠାରୁ କମ୍ ତାପମାତ୍ରା ରେକର୍ଡ କରାଯାଇଛି, ଯାହାକି ମାତ୍ର 4.4 ଡିଗ୍ରୀ ରହିଛି। ସେହିପରି ଇସ୍ପାତ ନଗରୀ ରାଉରକେଲାରେ ମଧ୍ୟ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି, ଯେଉଁଠାରେ ପାରଦ 7.2 ଡିଗ୍ରୀକୁ ଆସିଛି। ରାଜ୍ୟର ଟ୍ୱିନ୍ ସିଟି କଟକ ଓ ଭୁବନେଶ୍ୱରରେ ମଧ୍ୟ ଶୀତର ପ୍ରକୋପ ବୃଦ୍ଧି ପାଇଛି। କଟକରେ 11.8 ଏବଂ ଭୁବନେଶ୍ୱରରେ 11.9 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। କନ୍ଧମାଳ, କୋରାପୁଟ ଓ ସୁନ୍ଦରଗଡ଼ ଭଳି ପାହାଡ଼ିଆ ଜିଲ୍ଲାଗୁଡ଼ିକରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ ଏହି ହାଡ଼ଭଙ୍ଗା ଶୀତରୁ ରାଜ୍ୟବାସୀଙ୍କୁ ନିସ୍ତାର ମିଳିବାର ସମ୍ଭାବନା ନାହିଁ। ଆଗକୁ ଶୀତର ପ୍ରକୋପ ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ଖବର କେତେ ବଢ଼ିବ ଦରମା ପେନ୍ସନ ସଂଶୋଧନ ଉପରେ ସରକାରଙ୍କ ବଡ଼ ବୟାନ, ଉପକୃତ ହେବେ 1 କୋଟି ପରିବାର। ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ରାଜ୍ୟସଭାରେ ଏକ ସରକାରୀ ବିବୃତ୍ତି ଜାରି କରିଛନ୍ତି। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଅଷ୍ଟମ ବେତନ କମିଶନର କାର୍ଯ୍ୟକ୍ଷେତ୍ର ବହୁତ ବ୍ୟାପକ। ଏହା ଦରମା ଏବଂ ଭତ୍ତା ସହିତ ପେନ୍ସନର ସମୀକ୍ଷା କରିବ। ପେନ୍ସନ କ୍ଷେତ୍ରରେ କିଛି ଆଶ୍ୱସ୍ତି ମିଳିଥିଲେ ମଧ୍ୟ ମହଙ୍ଗା ଭତ୍ତା ଉପରେ ସରକାରଙ୍କ ଆଭିମୁଖ୍ୟ କିଛିଟା କଠୋର ଦେଖାଯାଉଛି। କର୍ମଚାରୀମାନେ ଦୃଢ଼ ଆଶା କରିଥିଲେ ଯେ ଡିଏ ଶତକଡ଼ା ଅତିକ୍ରମ କରିବା ପରେ ଏହାକୁ ସେମାନଙ୍କର ମୂଳ ଦରମାର ମିଶ୍ରଣ କରାଯିବ। ଏହି ଦାବି ବହୁ ଦିନର ଏବଂ କର୍ମଚାରୀ ସଂଘଗୁଡ଼ିକ ନିଯୁକ୍ତି ଦେଇଛନ୍ତି ଯେ ବର୍ଦ୍ଧିତ ମୁଦ୍ରାସ୍ଫୀତି ସହିତ ମୂଳ ମୌଳିକ ଦରମା ବୃଦ୍ଧି ହେବା ଉଚିତ। ନଭେମ୍ବର 3 ତାରିଖରେ କାମ ଆରମ୍ଭ ହୋଇଥିଲା। ସରକାର ଏହା ମଧ୍ୟ ନିଶ୍ଚିତ କରିଛନ୍ତି ଯେ ଅଷ୍ଟମ ବେତନ କମିଶନ ଆନୁଷ୍ଠାନିକ ଭାବରେ 3 ନଭେମ୍ବର 2025ରେ ଗଠନ ହୋଇଛି। କମିଶନର ଅଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ ନିଯୁକ୍ତ କରାଯାଇଛି ଏବଂ ସେମାନଙ୍କର କାର୍ଯ୍ୟସୂଚୀ ସେମାନଙ୍କୁ ଜଣାଇ ଦିଆଯାଇଛି। ଖବର ଘରେ ବସି ବଦଳାନ୍ତୁ ମୋବାଇଲ ନମ୍ବର ଆଉ ଠିକଣା। ୟୁଆଇଡିଏଆଇ ଆଣିଲା ନୂଆ ବୈଶିଷ୍ଟ୍ୟ, ଯିବାକୁ ପଡ଼ିବନି ଜନସେବା କେନ୍ଦ୍ର। ଖୁବ୍ ଶୀଘ୍ର ଲୋକମାନେ ଆଧାର ଆପ୍ ବ୍ୟବହାର କରି ଘରେ ବସି ସେମାନଙ୍କର ଆଧାର ଠିକଣା ଏବଂ ମୋବାଇଲ ନମ୍ବର ଅପଡେଟ୍ କରିପାରିବେ। ଏହା ନାମଲେଖା କେନ୍ଦ୍ରକୁ ଯିବା, ଡକ୍ୟୁମେଣ୍ଟ ଧରି ଲମ୍ବା ଧାଡ଼ିରେ ଠିଆ ହେବା ଆବଶ୍ୟକତାଠାରୁ ଦୂର କରିବ। ଏହି ପ୍ରକ୍ରିୟା ବୟସ୍କ, ଅକ୍ଷମ ଏବଂ ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ବହୁତ ଚ୍ୟାଲେଞ୍ଜପୂର୍ଣ୍ଣ ପ୍ରମାଣିତ ହେଉଛି। ୟୁଆଇଡିଏଆଇର ନୂତନ ବୈଶିଷ୍ଟ୍ୟ ଏହି ଚ୍ୟାଲେଞ୍ଜଗୁଡ଼ିକୁ ଦୂର କରିବା ପାଇଁ ଲକ୍ଷ୍ୟ ରଖିଛି, ଯାହା ଅପଡେଟ୍ ପ୍ରକ୍ରିୟାକୁ ଦ୍ରୁତ, ସହଜ ଏବଂ ସମ୍ପୂର୍ଣ୍ଣ ଡିଜିଟାଲ କରିଥାଏ। ଏହି ନୂତନ ବୈଶିଷ୍ଟ୍ୟରେ 2 ସ୍ତରୀୟ ଯାଞ୍ଚ ଅନ୍ତର୍ଭୁକ୍ତ ହେବ। ପ୍ରଥମେ ବ୍ୟବହାରକାରୀଙ୍କ ପୂର୍ବରୁ ଥିବା କିମ୍ବା ନୂତନ ମୋବାଇଲ ନମ୍ବରକୁ ଏକ ୱାନ୍ ଟାଇମ୍ ପାସୱାର୍ଡ ପଠାଯିବ। ଏହାପରେ ଆପ୍ ପ୍ରମାଣୀକରଣ କରିବ, ଆଧାର ରେକର୍ଡ ସହିତ ଲାଇଭ୍ ଫେସ୍ ତଥ୍ୟ ମେଳ କରିବ। ଏହା କୌଣସି ଡକ୍ୟୁମେଣ୍ଟ ବିନା ପରିଚୟକୁ ସୁରକ୍ଷିତ ଭାବରେ ଯାଞ୍ଚ କରିବ। ଉପଭୋକ୍ତାମାନଙ୍କୁ ସେମାନଙ୍କର ଆଧାର ନମ୍ବର ପ୍ରବେଶ କରିବାକୁ ପଡ଼ିବ, ସେମାନଙ୍କର ପସନ୍ଦର ଭାଷା ଚୟନ କରିବାକୁ ପଡ଼ିବ, ସେମାନଙ୍କର ଓଟିପି ଯାଞ୍ଚ କରିବାକୁ ପଡ଼ିବ ଏବଂ ମୁହଁ ପ୍ରମାଣୀକରଣ ସମ୍ପୂର୍ଣ୍ଣ କରିବାକୁ ପଡ଼ିବ। ଏହା ବ୍ୟତୀତ ଉନ୍ନତ ସୁରକ୍ଷା ପାଇଁ ସେମାନଙ୍କୁ ଆପ୍ରେ ଏକ 6 ଅଙ୍କ ବିଶିଷ୍ଟ ସୁରକ୍ଷା ପିନ୍ ସେଟ୍ କରିବାକୁ ପଡ଼ିବ। ପରବର୍ତ୍ତୀ ଖବର, ରାୟପୁର ଭାଇଜାଗ କରିଡର ଓଡ଼ିଶା ସମେତ 3 ରାଜ୍ୟରେ ଆଣିବ ବିକାଶର ଧାରା। ପ୍ରଧାନମନ୍ତ୍ରୀ ଗତି ଶକ୍ତି ଯୋଜନା ଅନ୍ତର୍ଗତରେ ନିର୍ମିତ ଏହି କରିଡର ଛତିଶଗଡ଼ ଏବଂ ଓଡ଼ିଶାର ଶିଳ୍ପଗୁଡ଼ିକୁ ସିଧାସଳଖ ବିଶାଖାପଟ୍ଟନମ ବନ୍ଦର ଏବଂ ଚେନ୍ନାଇ କୋଲକାତା ଜାତୀୟ ରାଜପଥ ସହିତ ଯୋଡ଼ିବ। ଏହି ସଂଯୋଗ ବନ୍ଦର ଓ ଶିଳ୍ପଗୁଡ଼ିକୁ ସହିତ ଯୋଗାଯୋଗ ବୃଦ୍ଧି କରିବ, ଦ୍ରୁତ ରପ୍ତାନି ଏବଂ ସୁଗମ ଯୋଗାଣ ଶୃଙ୍ଖଳ ସୃଷ୍ଟି ହେବ। ବାଣିଜ୍ୟ କ୍ଷେତ୍ରକୁ ଏକ ଶକ୍ତିଶାଳୀ ପ୍ରୋତ୍ସାହନ ମିଳିବା ଫଳରେ ଲଜିଷ୍ଟିକ୍ସ ଦକ୍ଷତା ବଢ଼ିବ। କରିଡରଟି ଜଙ୍ଗଲ, ଖଣିଜ ସମ୍ପଦ ଏବଂ ପାହାଡ଼ିଆ ଅଞ୍ଚଳ ଦେଇ ଅତିକ୍ରମ କରୁଛି। ଏହି ଅର୍ଥନୈତିକ କରିଡର ଦ୍ୱାରା ଓଡ଼ିଶାର ବରିଗୁମ୍ଫା, ନବରଙ୍ଗପୁର ଓ କୋରାପୁଟ ଭଳି ଆଦିବାସୀ ଓ ଦୂରବର୍ତ୍ତୀ ଜିଲ୍ଲାଗୁଡ଼ିକ ମୁଖ୍ୟ ବଜାର ଏବଂ ଆବଶ୍ୟକ ସେବା ସହିତ ଅଧିକ ପ୍ରଭାବଶାଳୀ ଭାବରେ ସମ୍ପୃକ୍ତ ହେବେ। ଏହି ଗ୍ରୀନଫିଲ୍ଡ ରାଜପଥ ଯୋଜନା ଆରମ୍ଭ ହେବା ପରେ ଏହାର ଆଖପାଖ ଅଞ୍ଚଳରେ ଜମିର ମୂଲ୍ୟମାନ ବହୁଳ ବୃଦ୍ଧି ଘଟିଛି। ଜଣେ ଚାଷୀଙ୍କ କହିବାନୁଯାୟୀ ଆଗରୁ ଏକର ପିଛା ଜମିର ମୂଲ୍ୟ ପ୍ରାୟ 15 ଲକ୍ଷ ଟଙ୍କା ଥିଲା, ଯାହା ଏବେ 1.5 କୋଟି ଟଙ୍କାରୁ ଅଧିକ ହୋଇଛି। ପ୍ରକଳ୍ପ ଯୋଗୁଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ପର୍ଯ୍ୟଟନକୁ ମଧ୍ୟ ପ୍ରୋତ୍ସାହନ ମିଳିବ। ପ୍ରତି ଖବର ବଦଳିବ ମା ତାରିଣୀ ପୀଠର 312 କୋଟି ପ୍ରକଳ୍ପର ଶିଳାନ୍ୟାସ। ମୁଖ୍ୟମନ୍ତ୍ରୀ ଆଜି କେନ୍ଦୁଝର ଯାଇ ଘଟଗାଁ ପୀଠରେ ଉନ୍ନତୀକରଣ ନିମନ୍ତେ 312 କୋଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।
ଆଗାମୀ ବର୍ଷେ ଭିତରେ ତାରିଣୀ ପୀଠର ଉନ୍ନତୀକରଣ ଶେଷ ହେବ। ପ୍ରକଳ୍ପ ସହିତ ଜଡ଼ିତ ଡିପିଆର୍ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। 60 ଏକର ଜମିରେ ଏହି ପ୍ରକଳ୍ପ ହେବ। ଏଥିମଧ୍ୟରେ ପ୍ରମୁଖ ରହିଛି 216 ଶଯ୍ୟା ବିଶିଷ୍ଟ ଯାତ୍ରୀ ନିବାସ, ତୀର୍ଥଯାତ୍ରୀ କେନ୍ଦ୍ର, ଖାଦ୍ୟ ପ୍ଲାଜା ଓ ଲୋକଙ୍କ ପାଇଁ ପ୍ରସାଦ ସେବନ ହଲ୍ ରହିବ। ରାଉରକେଲା ଓ ଯାଜପୁର ଭଳି କେନ୍ଦୁଝର ଏକ ଇସ୍ପାତ ନଗରୀ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। କେନ୍ଦୁଝରର ମେଗା ଷ୍ଟିଲ୍ ପ୍ଲାଣ୍ଟ ସ୍ଥାପନ ପାଇଁ ପ୍ରକ୍ରିୟା ଚାଲିଛି। ଶୀଘ୍ର ଏହାର ଶିଳାନ୍ୟାସ ହେବ। କେନ୍ଦୁଝରକୁ ପ୍ରାୟ ଅଧିକାଂଶ ରାସ୍ତା ଥାକିଆ କରାଯିବ। ବଡ଼ବିଲରେ ରିଙ୍ଗ ରୋଡ୍ ହେବ। ଏଥିପାଇଁ 2300 କୋଟି ଖର୍ଚ୍ଚ ହେବ। କେନ୍ଦୁଝର ବଡ଼ବିଲ ଯୋଡ଼ାକୁ ଅର୍ଥନୈତିକ ଜୋନ୍ରେ ପରିଣତ କରିବାକୁ ପଦକ୍ଷେପ ନିଆଯାଇଛି। କେନ୍ଦୁଝରରେ ହେବ ବାଇପାସ୍, ପାରାଦୀପ ବଡ଼ବିଲ 8 ଲେନ୍ ରାସ୍ତା, ପାର୍କ, ଡାଟା ସେଣ୍ଟର, ଟେକ୍ସଟାଇଲ ପାର୍କ, ଷ୍ଟାଡିୟମ ନିର୍ମାଣ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। କେନ୍ଦୁଝରବାସୀଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିବାରୁ ଜିଲ୍ଲାପାଳଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।